ଶ୍ରୋତାବନ୍ଧୁ, ଯଦି ଜୀବନ ଅଛି ତାହେଲେ ଅନିଶ୍ଚିତତା ବି ଅଛି ଆଉ ଏଇଥିପାଇଁ ସୁରକ୍ଷା ତଥା ଅନିଶ୍ଚିତତାକୁ ନେଇ ବୀମା ବା ଇନସ୍ୟୁରାନ୍ସର ଗୁରୁତ୍ୱ ବି ରହିଛି। ତେବେ କେବଳ ଜୀବନ ନୁହେଁ, ଗାଡ଼ି ମୋଟର ଘରଦ୍ୱାରଠୁ ନେଇ ଆମର ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ପ୍ରତ୍ୟେକ ଜିନିଷର ବୀମା ଅଛି। ଏପରିକି ସ୍ୱାସ୍ଥ୍ୟ ବୀମା ମଧ୍ୟ ରହିଛି। ଆଉ ବୀମାକୁ ନେଇ ବାଦ ବିବାଦ ବି ଆସିବା ସ୍ୱାଭାବିକ କଥା। ଏହି ପରିପ୍ରେକ୍ଷୀରେ ବୀମା ସଂକ୍ରାନ୍ତୀୟ ଅଭିଯୋଗ ତଥା ଦାବି ପାଇଁ ଥାଆନ୍ତି ବୀମା ଲୋକପାଳ। ଆଉ ଆଜି ହେଉଛି ବୀମା ଲୋକପାଳ ଦିବସ। ଏହି ଅବସରରେ ଆସନ୍ତୁ ଭେଟିବା ଓଡ଼ିଶାର ଇନସ୍ୟୁରାନ୍ସ ଓମ୍ବୁଡସମ୍ୟାନ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ। ଶ୍ରୀଯୁକ୍ତ ପଣ୍ଡା ନମସ୍କାର। ଆକାଶବାଣୀ ତରଫରୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। ଧନ୍ୟବାଦ। ପ୍ରଥମେ ଆମକୁ ଏହି ବୀମା ଲୋକପାଳ ଦିବସର ଯଥାର୍ଥତା ବା ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କିଛି କୁହନ୍ତୁ। ଆଜି ସମଗ୍ର ଭାରତରେ ବୀମା ଲୋକପାଳ ଦିବସ ପାଳନ କରାଯାଉଛି। କାରଣ 11/11/1998 ମସିହାରେ ବୀମା ଲୋକପାଳ ସଂସ୍ଥାର ପ୍ରଥମ ଭାବରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହି ଅବସରରେ ଆମେ ବୀମାଧାରୀମାନଙ୍କୁ ଅବଗତ କରାଇବାକୁ ଚାହୁଁଛୁ ଯେ ସେମାନଙ୍କର ଯଦି ବୀମା ସମ୍ବନ୍ଧୀୟ କୌଣସି ଆପତ୍ତି ଅଭିଯୋଗ ଥାଏ ତାହେଲେ ସେମାନେ ଲିଖିତ ଅଭିଯୋଗ ଜରିଆରେ ବୀମା ଲୋକପାଳଙ୍କର ଅଫିସ ମାଧ୍ୟମରେ ଏହାର ସମାଧାନ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏବଂ ବିନା ବ୍ୟୟରେ ଏବଂ ନିରପେକ୍ଷ ଭାବରେ କରାଇପାରିବେ। ଯଦି ସେମାନଙ୍କର କୌଣସି ବୀମା ଦାବି ଆଂଶିକ ବା ସମୁଦାୟ ଭାବରେ ପ୍ରତ୍ୟାଖ୍ୟାନ ହୋଇଥାଏ କିମ୍ବା ବୀମା ପଲିସି ଅନୁଯାୟୀ ଦେୟ କିମ୍ବା ଦିଆଯାଇଥିବା ପ୍ରିମିୟମ ସମ୍ପର୍କରେ କୌଣସି ବିବାଦ ଥାଏ କିମ୍ବା ବୀମା ପଲିସି ସର୍ତ୍ତାବଳୀର ଆଇନଗତ ତର୍ଜମା ଜନିତ ଯଦି କିଛି ବିବାଦ ଥାଏ କିମ୍ବା ପ୍ରିମିୟମ ପାଇବା ପରେ ମଧ୍ୟ ବୀମା କମ୍ପାନୀ ଯଦି ଗ୍ରାହକମାନଙ୍କୁ ତତ୍ସମ୍ପର୍କୀୟ ବୀମା କାଗଜ ଦସ୍ତାବିଜ ନ ପଠାଇଥାଏ, ଏହିଭଳି ଯେକୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ ସେମାନେ ତାହାର ଆଶୁ ସମାଧାନ ଏହି ବୀମା ଲୋକପାଳ ଅଫିସ ଜରିଆରେ କରାଯାଇପାରିବ। ସେମାନେ ଏହାର ସୁବିଧା ନେବା ଉଚିତ, କାରଣ ଏହା ସେମାନଙ୍କ ପାଇଁ ବିନା ବ୍ୟୟରେ ଏବଂ ଖୁବ୍ ସୁଚାରୁ ଭାବରେ ଆଶୁ ସମାଧାନର ଏକ ମୁଖ୍ୟ ଉପାୟ। ଯଦିଓ ଇନସ୍ୟୁରାନ୍ସର ବା ବୀମାର ଆରମ୍ଭ ଭାରତରେ ବହୁତ ପୁରୁଣା, ତଥାପି ବୀମା ଲୋକପାଳର ସୃଷ୍ଟି ନୂଆ। ତେବେ ଏହି ବୀମା ଲୋକପାଳ ସମ୍ପର୍କରେ କିଛି କୁହନ୍ତୁ। କେମିତି ଏହାର ଆରମ୍ଭ ହେଲା ଏବଂ କେଉଁ ଉଦ୍ଦେଶ୍ୟରେ ଆରମ୍ଭ ହେଲା? ସମଗ୍ର ଭାରତରେ 17ଟି ବୀମା ଲୋକପାଳ କାର୍ଯ୍ୟାଳୟ ଅଛି। 1998 ମସିହାରେ ପ୍ରଥମେ ସମସ୍ତ ସର୍ବସାଧାରଣଙ୍କର ଅଭିଯୋଗ ପ୍ରତିକାର ପାଇଁ ନିୟମାବଳୀ ଲାଗୁ କରାଯାଇଥିଲା। ପରେ 2017 ମସିହାରେ ବୀମା ଲୋକପାଳ ଆଇନ ଲାଗୁ କରାଗଲା ଏବଂ ବୀମା ଲୋକପାଳ ଆଇନ ଅନୁଯାୟୀ ଏହି ବିଭିନ୍ନ ବୀମା ଲୋକପାଳ ଅଫିସ ସମଗ୍ର ଭାରତରେ 17ଟି ଅଫିସ ଅଛି ଏବଂ ଓଡ଼ିଶା ପାଇଁ ଏହା ଭୁବନେଶ୍ୱରରେ ଅବସ୍ଥିତ। ବୀମା ସମ୍ବନ୍ଧୀୟ ଯଦି କୌଣସି ବୀମାଧାରୀଙ୍କର ଆପତ୍ତି ଅଭିଯୋଗ ଥାଏ, ଏହି ବୀମା ଲୋକପାଳ ଅଫିସ ଜରିଆରେ ତାହାର ତୁରନ୍ତ ସମାଧାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କରାଯାଇପାରିବ, ବିନା ବ୍ୟୟରେ କରାଯାଇପାରିବ, ବିନା ଓକିଲଙ୍କ ସହାୟତାରେ କରାଯାଇପାରିବ ଏବଂ ନିରପେକ୍ଷ ଭାବେ କରାଯାଇପାରିବ। ଶ୍ରୀଯୁକ୍ତ ପଣ୍ଡା, ଏଇ ଯେଉଁ ବୀମା ଲୋକପାଳ ରହିଛି, ବୀମା ଲୋକପାଳକୁ ତ ବିଭିନ୍ନ ପ୍ରକାର ଅଭିଯୋଗ ଆସୁଥିବ ସବୁ ବୀମା ସଂକ୍ରାନ୍ତୀୟ। ବୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଅଭିଯୋଗ ବୀମା ଲୋକପାଳ ଅଫିସକୁ ଆସେ, ଯେଭଳିକି ଜୀବନ ବୀମା ଯେଉଁମାନେ ଲାଇଫ ଇନ୍ସୁରାନ୍ସ ପଲିସି କରିଛନ୍ତି ସେମାନଙ୍କର କୌଣସି ଆପତ୍ତି ଅଭିଯୋଗ ଥିଲେ, ବ୍ୟକ୍ତିଗତ ଦୁର୍ଘଟଣା ବୀମା ଯଦି ଆକ୍ସିଡେଣ୍ଟ ଜନିତ କୌଣସି ବୀମାର ସମାଧାନ ଦରକାର, ବ୍ୟକ୍ତିଗତ ସମ୍ପତ୍ତି ପାଇଁ ଯେଉଁ ବୀମା କରାଯାଇଥାଏ ଯେଭଳିକି ମୋଟର ଗାଡ଼ି, ଘରର ଆସବାବପତ୍ର ଇତ୍ୟାଦି ଏବଂ ଡାକ୍ତରୀ ଚିକିତ୍ସା ଦାବି ଏଭଳି ସମ୍ବନ୍ଧୀୟ ଯଦି କୌଣସି ବୀମା କରାଯାଇଥାଏ ତାର ମଧ୍ୟ ସମାଧାନ ପାଇଁ ବୀମା ଲୋକପାଳ ଅଫିସକୁ ସମସ୍ତେ ଅଭିଯୋଗ ଆଣିପାରିବେ। ତେବେ ଜଣେ ଯଦି ଅଭିଯୋଗ କରିବା ପାଇଁ ଚାହିଁବ, କେମିତି ସେ ଅଭିଯୋଗ କରିବ ଏବଂ ଅଭିଯୋଗ କରିବା ପାଇଁ କଣ ସବୁ ପ୍ରୋସିଜ୍ୟୋର ବା ସବୁ ନିୟମକାନୁନ କଣ ସବୁ ରହିଛି? ଯେଉଁମାନେ ଅଭିଯୋଗ ଆପତ୍ତି ଦେବାକୁ ଚାହାନ୍ତି ସେମାନେ ଲିଖିତ ଅଭିଯୋଗ ବୀମା ଲୋକପାଳ ଅଫିସକୁ ଦେଇପାରିବେ। ସାଧା କାଗଜରେ ସେମାନେ ମଧ୍ୟ ନିଜର ଅଭିଯୋଗ ଲେଖି ଡାକ ଯୋଗେ ପଠାଇ ପାରିବେ କିମ୍ବା ବୀମା ଲୋକପାଳ ଅଫିସକୁ ଆସି ଏକ ଫର୍ମ ଅଛି, ସେ ଫର୍ମ ଫିଲ୍ଅପ୍ କରି ସେଥିରେ ମଧ୍ୟ ତାଙ୍କର ଅଭିଯୋଗ ଦାଖଲ କରିପାରିବେ ଏବଂ ଏଥିପାଇଁ କିଛି ସମୟ ସୀମାର ବ୍ୟବସ୍ଥା କରାଯାଇଛି। ଯଦି ତାଙ୍କର ବୀମା ସମ୍ବନ୍ଧୀୟ କୌଣସି ଆପତ୍ତି ଅଭିଯୋଗ ଥାଏ, ଯେଭଳିକି ସେମାନେ ତାଙ୍କର ଯାହା ବୀମା ଦାବି ତାହା ଯଦି ଆଂଶିକ ଭାବେ ପ୍ରତ୍ୟାଖ୍ୟାନ ହୋଇଥାଏ କିମ୍ବା ସମଗ୍ର ଭାବେ ପ୍ରତ୍ୟାଖ୍ୟାନ ହୋଇଥାଏ, ତାହା ନ ପାଇବାର 1 ବର୍ଷ ଭିତରେ ସେମାନେ ଲିଖିତ ଅଭିଯୋଗ ଦେଇପାରିବେ କିମ୍ବା ସେମାନେ ଯଦି କୌଣସି ତାର ପ୍ରତିକାର ପାଇଁ ବୀମା କମ୍ପାନୀକୁ କିଛି ଚିଠି ଲେଖିଥାନ୍ତି, ସେହି ଚିଠିର କୌଣସି ଉତ୍ତର ସେମାନେ ନ ପାଇଥାନ୍ତି କିମ୍ବା ସେଥିରେ ସେମାନେ ସନ୍ତୁଷ୍ଟ ନୁହନ୍ତି, ତାର 30 ଦିନ ଭିତରେ ଯଦି ସେମାନେ ତାର ଉତ୍ତର ଠିକ୍ ଭାବେ ନ ପାଇଥାନ୍ତି ତାର ଅଭିଯୋଗ ମଧ୍ୟ ସେମାନେ ବୀମା ଲୋକପାଳ ଅଫିସକୁ ଆଣିପାରିବେ। ଏଥିରେ ଗୋଟିଏ କଥା
ଯେଉଁମାନେ ବୀମାଧାରୀ ନିଜେ କିମ୍ବା ତାଙ୍କର ଯେଉଁମାନେ ଉତ୍ତରାଧିକାରୀ ସେମାନେ ଅଭିଯୋଗ ଦେଇପାରିବେ। ବୀମା ଏକଚାଟିଆ ମାଲିକାନା ସଂସ୍ଥା ନାମରେ ଥିଲେ ମଧ୍ୟ ଜଣେ ମାଲିକ ଜଣେ ବ୍ୟକ୍ତି ହୋଇଥିବାରୁ ସେ ଅଭିଯୋଗ ଆଣିପାରିବେ, କିନ୍ତୁ ବଡ଼ କମ୍ପାନୀ ଏସବୁ ଅଭିଯୋଗ ଆଣିପାରିବେ ନାହିଁ। ଇଣ୍ଡିଭିଜୁଆଲ ଏଣ୍ଟରପ୍ରିନର ଯେ ଏକଚାଟିଆ ମାଲିକାନା ସତ୍ତ୍ୱ ଯାହାର ଅଛି ସେ ଆଣିପାରିବେ, କିମ୍ବା ନିଜେ ଯଦି ବୀମାଧାରୀ ହେଇଥିବ ନିଜ ପାଇଁ ଯେଉଁ ପଲିସି ହେଇଛି ହେଲ୍ଥ ପଲିସି ହେଉ ଲାଇଫ୍ ଇନ୍ସୁରାନ୍ସ ପଲିସି ହେଉ ସେମାନେ ମଧ୍ୟ ଅଭିଯୋଗ ଆଣିପାରିବେ। ଏବଂ ତାର ଗୋଟିଏ ଲିମିଟ୍ ଅଛି, ସେଇଟା ହେଲା 30 ଲକ୍ଷ ଟଙ୍କା ଯାଏଁ ଯାହାର ଦାବି ଅଛି ବୀମା ଦାବି ଅଛି ସେମାନେ ସେମାନଙ୍କର ଅଭିଯୋଗ ଏହି ବୀମା ଲୋକପାଳ ଅଫିସରେ ଦାଖଲ କରିପାରିବେ। ଆଉ ଗୋଟିଏ ପ୍ରଶ୍ନ ଶ୍ରୀଯୁକ୍ତ ପଣ୍ଡା, ଅନେକ ଲୋକ ଏହି ବୀମା